ମାମୁଁ ହଁ ସମୁଦ୍ର ତ ଏତେ ବଡ ହଁ ସମୁଦ୍ର ବଡ ତା ପାଣି ଲୁଣିଆ କଣ ପାଇଁ ହେଲା? ତା ପାଣି ଲୁଣିଆ ହେଇରେ ଏଇଟା ଗୋଟେ ରହସ୍ୟ କଥା ମୁଁ କହୁଛି ଶୁଣ। ହଁ ହଁ ହେଲେ ଦେଖ ଗୋଟେ ରଜାଡି ଥିଲା ତାର ଗୋଟେ ରାଣୀ ଥିଲା। ହଁ ଆରେ ରାଣୀ କହିଲା ବୁଲିବାକୁ ଯିବି। ଯିବା। ହେଲେ ରଜା ତ ରାଣୀ କଥା କାଟି ପାରିବନି। ହଁ ସେ କହିଲା ହଉ ଠିକ ଅଛି ଯିବା। ହେଲେ ଆମର ଦେଓମାଳି ପର୍ବତ ନାହିଁ ଦେଓମାଳି ହଁ ହଁ ସିଆଡେ ବୁଲିବାକୁ ନେଲେ। ନେଲେ ହେଲେ ସେଇଠି ସନସେଟ ଟା ଭଲ ଅଛି ସକାଳୁ ସକାଳୁ ସନସେଟ ଟା ଭଲ ଅଛି। ହଁ ହଁ ହେଲେ କଣ ହେଲା ତାଙ୍କେ ବୁଲିଲେ ବୁଲିକି ଆଉ ରିଟର୍ନ ଆଇଲେ ଘରକୁ। ହେଲେ ରାଣୀ ପଚାରିଲେ ଆଉ ସେ ସନସେଟ କୁ ଦେଖିଲେ ଭଲ ଲାଗିଲା ବୁଲିଲେ ହଁ ହେଲେ ଏବେ କୁଆଡେ ଯିବା? ତାଙ୍କେ କହିଲେ ଗୋପାଳପୁର ବୁଲିବାକୁ ଯିବେ। ଓହୋ ହେଲେ ଗୋପାଳପୁର ବୁଲିବାକୁ ଆସିଲେ ହଁ ତାପରେ ଅଟୋ ବୁଲୁଥିଲା ଅଟୋରେ ବଇଲେ ଘୋଡା ବୁଲୁଥିଲା ଘୋଡାରେ ବଇଲେ ବୁଲିକି ଘରକୁ ପଳେଇଲେ ଆଉ ବୁଝିଲୁ ନା ଏମିତି ଆଉ କଣ କରିବା ବୁଝିଲୁ। ହେଲେ ମାମୁଁ ହଁ ତମେ ଷ୍ଟୋରି ଟା କହିଲ ଯେ ହେଲେ ରାଜା ରାଣୀ କି ପାଣି ଲୁଣିଆ କାହିଁ ମୁଁ କିଛି ବୁଝିପାରିଲିନି ତ। ଓଡ଼ିଆ ବାକୁଡା ପିଲା ମୁଁ ଜାଣିନି ବୋଲି ତତେ ଇଆଡେ ସିଆଡେ ଷ୍ଟୋରି ଟା କହିଲି ତୁ ଆଉ ସେ ଲୁଣି ପାଣିରେ ଅଛି। ହଁ ଏକା ମୁଁ ଆଲି କଣ ଗୋଟେ ଜାଣିଥିବ ବୋଇଲା କିଛି ଜାଣିନି ଆଜ୍ଞା। ଭଣଜା ରରେ ଜମା। ଭଣଜା ଭଣ